ଜୟ ଜଗନ୍ନାଥ ସାଙ୍ଗମାନେ। ତ ଫ୍ରେଣ୍ଡ, ଆଜି ଆମେ 25 ଏପ୍ରିଲ ଫାର୍ଷ୍ଟ ସିଫ୍ଟରେ ଯେତକ ବି ମ୍ୟାଥ୍ କ୍ୱେଶ୍ଚିନ୍ ଆସିଥିଲା ତାକୁ ଡିସ୍କସନ୍ କରିବା। ଦେଖନ୍ତୁ, ଏହା ପୂର୍ବରୁ ମୁଁ ମଧ୍ୟ 24 ଏପ୍ରିଲର 3ଟା ସିଫ୍ଟର ମ୍ୟାଥ୍ କ୍ୱେଶ୍ଚିନ୍ ଡିସ୍କସନ୍ କରିନେଇଛି। ଯଦି ଆପଣ ଦେଖିନାହାନ୍ତି, ଡିସ୍କ୍ରିପ୍ସନ୍ ଭିଡ଼ିଓ ଲିଙ୍କ୍ ଦେଇଦେବି, ଚେକ୍ କରିନେବେ। ଓକେ, ଦେଖନ୍ତୁ ପ୍ରଥମ ପ୍ରଶ୍ନ କ'ଣ ଦେଇଛି। ରମେଶ ଡ୍ରାଇଭ୍ସ ଏ କାର୍ at a uniform speed of 60 km/h. How long will you take to cover 320 km? ଦେଖନ୍ତୁ, ଏଠି ସେ ଟାଇମ୍ ପଚାରୁଛି, ଆମର ଡିଷ୍ଟାନ୍ସ ଦେଇଛି, ସ୍ପିଡ୍ ଦେଇଛି। ଟାଇମ୍ କେମିତି ବାହାରିବ କହିଲେ? ସମସ୍ତେ ଜାଣିଛନ୍ତି ଟାଇମ୍ ଇଜ୍ ଇକ୍ୱାଲ୍ ଟୁ ଡିଷ୍ଟାନ୍ସ ବାଇ ସ୍ପିଡ୍। ତ ଦେଖନ୍ତୁ, ଡିଷ୍ଟାନ୍ସ ଆମର ଏଠି ଦେଇଛି 320, ସ୍ପିଡ୍ ଦେଇଛି 60। ତ ଆକୁ କାଟିଲେ ଇଏ ଆମର ମିଶ୍ରରେ ବାହାରିବ। କେତେ ବାହାରିବ ନା 6, 5 ଫୁଲ୍ 2/6। ଦେଖନ୍ତୁ, এইটা ଆମର ବାହାରିଲା ଆୱାରରେ, କିନ୍ତୁ ଦେଖନ୍ତୁ ଅପସନ୍ ଯଦି ଦେଖିବେ ମିନିଟ୍ରେ ଅଛି। ତେଣୁ ମିନିଟ୍ରେ କନଭର୍ଟ କରିବାକୁ ଗଲେ କ'ଣ କରିବେ ନା, ଦେଖନ୍ତୁ 1 ଘଣ୍ଟା 60 ମିନିଟ୍, ତେଣୁ ଆମେ ଏଠି ଗୋଟେ 60 ଗୁଣିଦେବା। ତାପରେ ଦେଖନ୍ତୁ 6କୁ 60 କାଟିଲେ 10, 2 10 20, 5 ଘଣ୍ଟା 20 ମିନିଟ୍। ତ ଭାବୁଛି ପ୍ରଥମ ପ୍ରଶ୍ନ ସମସ୍ତେ ବୁଝିପାରିଥିବେ। ତାପରେ ଇଫ୍ ଏ ରନର କମ୍ପ୍ଲିଟ୍ ଏ ରେସ୍ ଅଫ୍ 20 km in 2 hours, ହ୍ୱାଟ୍ ଇଜ୍ ଦେୟାର ଆଭରେଜ୍ ସ୍ପିଡ୍? ଦେଖନ୍ତୁ, ଗୋଟିଏ ରନର 20 କିଲୋମିଟର 2 ଘଣ୍ଟାରେ ଯାଉଛି, ତେବେ ଆଭରେଜ୍ ସ୍ପିଡ୍ କେତେ? ଆଭରେଜ୍ ସ୍ପିଡ୍ ମାନେ କ'ଣ? ଘଣ୍ଟାକୁ ସେ କେତେ କିଲୋମିଟର ଯାଉଛି। ଡିଷ୍ଟାନ୍ସ କେତେ ଅଛି? 20। ଟାଇମ୍ କେତେ ଅଛି? 2 ଆୱାର। ତେଣୁ ସ୍ପିଡ୍ ଇଜ୍ ଇକ୍ୱାଲ୍ ଟୁ ଡିଷ୍ଟାନ୍ସ ବାଇ ଟାଇମ୍, 10 km/h। ଦେଖନ୍ତୁ, ଏଇଟା ପରୀକ୍ଷାରେ ଆନ୍ସର ଭୁଲ ଥିଲା, ସମସ୍ତଙ୍କୁ ଗେସ୍ ମାର୍କ ମିଳିଯାଇଥିବ। ତାପରେ ଦେଖନ୍ତୁ, ଅର୍ଜୁନ ଇଜ୍ ଟ୍ୱାଇସ୍ ଆଜ୍ ଓଲ୍ଡ ଆଜ୍ ଶ୍ରିୟା। ଅର୍ଜୁନ ଶ୍ରିୟାର ବୟସ ଯେତିକି ବି, ଅର୍ଜୁନ ତାଠାରୁ 2 ଗୁଣ ଅଧିକ। 5 years ago his age was 3 times ଶ୍ରିୟା's age. 5 ବର୍ଷ ପୂର୍ବରୁ ତାର ବୟସ ଶ୍ରିୟାର ବୟସ ଠାରୁ 3 ଗୁଣା ଅଧିକ ଥିଲା। ତେବେ ତାର ବର୍ତ୍ତମାନ ଏଜ୍ କେତେ? ଶ୍ରିୟାର ବର୍ତ୍ତମାନ ଏଜ୍ କେତେ? ଦୁଇ ଜଣଙ୍କର ଏଜ୍ କେତେ? ଦେଖନ୍ତୁ, ଆମେ ଯଦି ଶ୍ରିୟାର ବୟସକୁ x ନେଉଛେ, ଅର୍ଜୁନ ତାଠାରୁ 2 ଗୁଣା ଅଧିକ, 2 ଗୁଣା ମାନେ କେତେ ହେବ? 2x ହେବ। ଶ୍ରିୟାର ଏଜ୍ ଯଦି x ହେବ, ଅର୍ଜୁନ ଏଜ୍ ଟ୍ୱାଇସ୍ 2x। 5 ବର୍ଷ ପୂର୍ବରୁ ଶ୍ରିୟାର ଏଜ୍ କେତେ ଥିବ? 5 କମେଇଦେବା। ଅର୍ଜୁନ ବୟସ କେତେ ଥିବ? 5 କମେଇଦେବା, x - 5, ଅର୍ଜୁନ ହେଉଛି 2x - 5। ଏଟା ଯାଇ ବୁଝିଥିବ। ତାହେଲେ 5 years ago his age was 3 times ଶ୍ରିୟା's age। ଦେଖନ୍ତୁ, ଶ୍ରିୟାର ଏଜ୍ ହେଉଛି x - 5, ଅର୍ଜୁନ ହେଉଛି 2x - 5। ମାନେ ଅର୍ଜୁନର ବୟସ ଶ୍ରିୟାର ବୟସଠୁ 3 ଗୁଣା ଅଧିକ ଥିଲା। ଦେଖନ୍ତୁ, ଅର୍ଜୁନ ବୟସ ହେଉଛି 2x - 5, ଶ୍ରିୟାର ବୟସ ହେଉଛି x - 5, 3 ଗୁଣା ଅଧିକ ଥିଲା ମାନେ କ'ଣ? into 3। ବୁଝିଗଲା? ତାହେଲେ ଅର୍ଜୁନ ବୟସ ହେଉଛି 2x - 5 ଇଜ୍ ଇକ୍ୱାଲ୍ ଟୁ 3 ହୋଲ୍ ଇଣ୍ଟୁ 3 ଗୁଣା ଅଧିକ ଥିଲା 3x x - 5। ଆମେ ତାପରେ ଗୁଣିବା ଭିତରେ, ଏଇଟା ହେବ 3x, ଏଇଟା ହେବ 3କୁ 5 ଗୁଣିଲେ 15, 3x - 15। ଆକର୍ଡିଂ ଟୁ କ୍ୱେଶ୍ଚିନ୍ 2x - 5 ଇଜ୍ ଇକ୍ୱାଲ୍ ଟୁ 3x - 15। ଯଦି ଆମେ ଫେରୁଛେ 3x ରୁ 2x, x ହେବ 15ରୁ 5 ଗଲେ 10, ତାହେଲେ x ହେଉଛି ଆମର 10। କାହାର ବୟସ ବାହାରିଲା? ଶ୍ରିୟାର ବୟସ ବାହାରିଲା। ଅର୍ଜୁନ ବୟସ ତାଠୁ 2 ଗୁଣା ଅଧିକ, ତାହେଲେ କେତେ ହେବ? 20 ହେବ। ବୁଝିଗଲା? ତ ନେକ୍ସଟ, ତ ଆଭରେଜ ଅଫ୍ 3 ନମ୍ବର ଇଜ୍ 60 ଇଫ୍ ଦ ଫାର୍ଷ୍ଟ 2 ନମ୍ବର ଇଜ୍ 40 ଆଉ 80, ତେବେ ଥାର୍ଡ଼ ନମ୍ବର କେତେ? ଦେଖନ୍ତୁ, ତିନିଟାଙ୍କର ଯଦି ନମ୍ବର ଆଭରେଜ 60, ତାହେଲେ ଟୋଟାଲ ଆମର କେତେ ହେବ? 60 ଗୁଣନ 3 କେତେ? 80। ଫାର୍ଷ୍ଟ ଯୋଉଟା ନମ୍ବର ଦେଇଛି ଆମର କେତେ ଦେଇଛି? 40 80। ଆମେ ଆକୁ ମିଶାଇଦେବା, କେତେ ହେବ? 120। ତାହେଲେ ତୃତୀୟ ନମ୍ବର କେତେ ହେବ? ଆମେ ଯଦି ଫେଡ଼ି ଦେଉଛେ, ତୃତୀୟ ନମ୍ବର ବାହାରି ପଡ଼ିବ 180 - 120, କେତେ ହେବ? 60। ତାପରେ ଏ ସପକିପର ସେଲ୍ସ ଏ ପେନ୍ ଆଟ୍ ଏ ଲସ୍ ଅଫ୍ 10% ଇଫ୍ ଦ କଷ୍ଟ ପ୍ରାଇସ୍ ଇଜ୍ 10, ହ୍ୱାଟ୍ ଇଜ୍ ଦ ସେଲିଂ ପ୍ରାଇସ୍? କଷ୍ଟ ପ୍ରାଇସ୍ ଥିଲା 10, ସପକିପର ତାର
10% ଲସ୍ରେ ବିକିଛି, ତାହେଲେ କେତେରେ ବିକିଥିବ? ଯଦି 100 ଟଙ୍କାରେ କିଣିଥିବ 90ରେ ବିକିଥିବ, ତାହେଲେ 10 × 90/100, ଶୂନକୁ ଶୂନ କଟିଲା, ଶୂନକୁ ଶୂନ କଟିଲା, ତାହେଲେ କେତେ ହେବ? 9 ଟଙ୍କାରେ ବିକିଥିବ। ତାପରେ ଇନ୍ ଏ କ୍ଲାସ୍ ଅଫ୍ 40 ଷ୍ଟୁଡେଣ୍ଟ 25% ଗୁଡ୍ ଆଟ୍ ସାଇନ୍ସ। ଦେଖନ୍ତୁ ଗୋଟେ କ୍ଲାସ୍ରେ 40 ଜଣ ଥିଲେ, ତା ଦେହରୁ 25% ସାଇନ୍ସରେ ଭଲ ପଢ଼ନ୍ତି। ତେବେ ସାଇନ୍ସରେ କେତେ ଜଣ ଭଲ? ସେମିତି 40ର ଆମେ 25% ବାହାର କରିବା। 25 × 100, ତାହେଲେ କାଟିଦେଲେ 1/4, 4କୁ 40ରେ କାଟିଲେ କେତେ? 10, ତାହେଲେ 10 ଜଣ ସାଇନ୍ସରେ ଭଲ ଥିଲେ। ତାପରେ ସିମ୍ପ୍ଲିଫାଏ କ୍ୱେଶ୍ଚିନ୍ ଆସିଲା। ଦେଖନ୍ତୁ ସିମ୍ପ୍ଲିଫାଏ କ୍ୱେଶ୍ଚିନ୍ରେ ଆମର ଗୋଟେ ଫର୍ମୁଲା ପଡ଼େ, ବର ର ହ ଗୁ ମି ଫେ। ଏହା ଅର୍ଥ କ'ଣ? ଫାଷ୍ଟ ବନ୍ଧନୀ, ତାପରେ ର ଅର୍ଥ ଗୁଣନ, ମାନେ ବନ୍ଧନୀ ବାହାରେ ଯେଉଁ ଗୁଣନ ଥିବ, ତାପରେ ହରଣ, ଗୁଣନ, ମିଶ୍ରଣ, ଫେଡ଼ାଣ। ଦେଖନ୍ତୁ ବନ୍ଧନୀ ଭିତରେ କିଏ କିଏ ଅଛି? 6, 8, 6କୁ 8ରେ ମିଶାଇଲେ କେତେ? 14। ତାପରେ ହରଣ ଚିହ୍ନ ଅଛି +1, 14କୁ 2ରେ ହରିଲେ 7, 7 + 1 କେତେ? 8। ତାପରେ 2 ନମ୍ବର ଆର୍ ଇନ୍ ଦ ରେସିଓ 7:9। ଦୁଇଟି ସଂଖ୍ୟାର ଅନୁପାତ ହେଉଛି 7:9। ଯଦି ସେ ଦୁଇଟି ସଂଖ୍ୟାର ଯୋଗଫଳ 112, ଗୋଟେ ସଂଖ୍ୟା ହେଉଛି 7 ଆଉ ଗୋଟେ ସଂଖ୍ୟା ହେଉଛି 9, ଦୁଇ ଜଣକୁ ଆମେ ଯଦି ମିଶାଉଛେ କେତେ ହେଉଛି? 16 ହେଉଛି। କିନ୍ତୁ ସେ ପ୍ରଶ୍ନରେ ଦେଲା ଏଇ 16ଟା ହେଉଛି 112, ତାହେଲେ ଆମେ ଲେଖିଦେବା 16 = 112। ଲାର୍ଜେଷ୍ଟ ନମ୍ବର କେତେ? 9। ଯଦି 16ଟା 112, 9 କେତେ ହେବ? ଦେଖନ୍ତୁ 16ଟା 112, ଏକଟା କେତେ ହେବ? 112/16, 9ଟା ପଚାରୁଛି × 9, 16 × 7 112, 7 × 9 63। ତାପରେ ଦେଖନ୍ତୁ ସିମ୍ପ୍ଲିଫାଇ କ୍ୱେଶ୍ଚିନ୍ ଆସିଲା, ଏଇଟା କେମିତି କରିବେ? ଏଠି ଦେଖନ୍ତୁ ବନ୍ଧନୀ ଅଛି, ଆମେ ବନ୍ଧନୀ କାମ ଫାଷ୍ଟ କରିବା। 2 - 3, 2ରୁ 3 ଫେଡ଼ିଲେ କେତେ ହେବ? -1, -1 ଲେଖିଲେ +3 ହରଣ 2। ତାପରେ ଆମେ କେଉଁ କାମ କରିବା? ଏ ହରଣ କାମ କରିବା। 3କୁ 2ରେ ତ ହରିବାନି, 3/2 ରଖିଦେବା। ଓକେ, ତାପରେ ଏଠି ପ୍ଲସ୍ ଚିହ୍ନ ଅଛି, ପ୍ଲସ୍ ଚିହ୍ନ ଦେବା। ଦେଖନ୍ତୁ -3 ଗୁଣନ -3 ଗୁଣନ -1 କେତେ ହେବ? +3। ଆମେ ଲେଖିବା 2 + 3, ତାର +3 ହରଣ 3/2, 2 3 କାଟି ଦେଉଛି, 2 3 5 ପ୍ଲସ୍ 3/2, ଆକୁ ମିଶାଇବା 5 × 10, 3 13, 13/2 କେତେ ହେବ? 6.5। ଯେଉଁଟା ନ ବୁଝିପାରିବେ ନିଶ୍ଚିନ୍ତ କମେଣ୍ଟକୁ କହିବେ, ମୁଁ ଆପଣଙ୍କୁ ନେକ୍ସଟ କ୍ଲାସ୍ରେ ବୁଝାଇଦେବି। ଓକେ, ଇଫ୍ ଦ ପ୍ରିନ୍ସିପାଲ ଆମାଉଣ୍ଟ ଇଜ୍ 5000, ରେଟ୍ ଅଫ୍ ଇଣ୍ଟରେଷ୍ଟ 9%, ତେବେ ରେଟ୍ ଅଫ୍ ଇଣ୍ଟରେଷ୍ଟ ଦେଉଛି, ଟାଇମ୍ ପିରିୟଡ଼ ଦେଉଛି 3 ବର୍ଷ ହେଲା। 3 ବର୍ଷ ପରେ ତାର ସମୂଳ ସୁଧ କେତେ ହେବ? ଦେଖନ୍ତୁ ଏଇଟା ଅପସନ୍ ଦେଖିପାରିବେ ପାଖାପାଖି ଅଛି, ତେଣୁ ଆମକୁ ବାହାର କରିବାକୁ ପଡ଼ିବ। ପରୀକ୍ଷାରେ ମୁଁ ଆପଣଙ୍କୁ କହିବି এই କୋଶ୍ଚିନ୍ଟା କଲେ ମିନିମମ୍ 5ରୁ 10 ମିନିଟ୍ ଲାଗିବ। ଚାହିଁଲେ ଆପଣମାନେ ସ୍କିପ୍ କରିପାରିବେ ହେଲା। କହୁଛି ଆପଣମାନେ ଏଇଟା ସକ୍ସେସିଭ୍ ମେଥଡ଼ରେ ପକାଇବେ। ଦେଖନ୍ତୁ 3 ବର୍ଷ ଦେଇଛି, ଆମେ ଫାଷ୍ଟ 2 ବର୍ଷର ବାହାର କରିବା। ପ୍ରଥମ ବର୍ଷ 9, ଦ୍ୱିତୀୟ ବର୍ଷ ବି ସେ 9 ରହିବ, ପ୍ଲସ୍ 9କୁ 9ରେ ଗୁଣା ହେବ, 9 × 9 କେତେ ହେବ? 18 ପ୍ଲସ୍ 9 × 9 81, 81/100 ମାନେ କେତେ? 0.81। ଆମେ ଯଦି ଟୋଟାଲ କରୁଛେ 81.81 ସେକେଣ୍ଡ ବର୍ଷ, ପୁଣି ଥାର୍ଡ଼ ବର୍ଷ ବାହାର କରାହେବ 81.81 + 9 ଇଣ୍ଟୁ ପ୍ଲସ୍ 81.81 × 9/100। ଟୋଟାଲ ଯଦି ଆମେ ବାହାର କରୁଛେ ଇଏ ଆମର କେତେ ବାହାରିବ ନା? ଦେଖନ୍ତୁ ଆମର ଟୋଟାଲ ବାହାରିବ 28 ଦେଖନ୍ତୁ ଆମର ବାହାରିବ 29.5029 ହେଲା। 100ଟା ଆମର 5000, ତେଣୁ 129ଟା କେତେ ହେବ? 100 ଦେଖନ୍ତୁ 5000 ଇଣ୍ଟୁ 129.5029/100, ଆକୁ କଟାକଟି କରିବେ ତ ବାହାରିବ ଆମର 6475.14। ନହେଲେ ଆପଣମାନେ ଫର୍ମୁଲା P ହୋଲ୍ ଇଣ୍ଟୁ 1 + R/100 ଇଣ୍ଟୁ T ପ୍ଲସ୍ ପ୍ରିନ୍ସିପାଲ, ଆପଣ ଏମିତି ବାହାର କରିବେ ମଧ୍ୟ ଆମର ଏଇ ଆନ୍ସରଟି ବାହାରିଯିବ।
किंतु मु आपको कहबी जदि आपण पाई टाइम कम अच्छी चाहिए आपण क्वेश्चन को स्किप करेंगे। ओके देखु सिंप्लीफाई क्वेश्चन देला बहुत सहज 6 2 लसगु ने 12 12 को 6 रे हल्ले 2 प्लस 12 को 2 रे हल्ले 6 हमर बाहर 8/12 आकु जदि हम 4 रे काटुचे 2 4 रे काटले 3 2/3 तापर इन ए क्लास there are 10 students who have been taken Sanskrit as their second language and 20 have taken Hindi their second language. What is the Sanskrit to Hindi? देखो आमर देला संस्कृत टू हिंदी जहाँकि 10:20 काटिदेवा 1:2 ए पर्सन बी acquires a loss of 20% by selling a article of 1000 देखो बी गोटे जिनिस को 1000 टकर किणुची देखो 1000 टकर बिकिला गुण तार 20% लॉस होची ताले भाबिले 1000 टका जो तार केते परसेंट हिथिबो आपण कहबे भाई 80% कारण जेहेतु से 20% लॉस रे बिकुची 1000 टका ताले 1000 टा होची तार 80% से केते रे बिकिले तार 20% प्रॉफिट हबो ताले केते रे बिकिबो 120 रे बिकिबो बुझिला शून्य को शून्य काटिबे 4 दुगुणे 8 4 3 12 2 के 1000 काटिले 500 500 3 1500 जदि 1500 टका बिकुची तेबे तार 20% प्रॉफिट होई जिवो तापरे इफ ए कॉइन इज टॉस 2 टाइम्स गोटे कॉइन को आम दुथर पकईले तो टेल केते थर आसीबो देखंतु एठी मैक्सिमम लिखिनी मिनिमम तेणु मिनिमम केते थर आसीबो देखंतु मु गोटे कॉइन को दुथर पकाउछि हला देखंतु हेड हेड आसीबो टेल टेल आसीबो टेल हेड आसीबो हेड टेल आसीबो से कौन देला आम टेल केते थर आसीबो देखिले टेल केते थर आउची 1 2 3 3 थर आउची टोटल हमर केते हला 4 थर तले केते हबो 3/4 व्हिच ऑफ द फॉलोइंग इज द हाईएस्ट कॉमन फैक्टर एचसीएफ 24 36 रो एचसीएफ केते देखंतु पाखापाखि संख्या अछि गैप देखि देबे गैप केते 12 12 दुगुणे 24 12 3 36 तेणु एचसीएफ होची 36 व्हाट परसेंटेज ऑफ 100 इज 45 45 टा 100 रे केते परसेंट सेमती 45/100 * 100 केते परसेंट 45%। तो एवरेज ऑफ 50 नंबर इज 20 50 टा संख्यार एवरेज होची 20 जदि दुईटी संख्या 37 और 43 को आम काटी दौचे तेबे ताकर एवरेज केते हो बहुत सहज क्वेश्चन 50 टा संख्यार एवरेज होची 20 टोटल समष्टि तले केते 1000 दुईटी संख्या आम एटी काटुचे कोटा कोटा 37 43 तार मिश्रण फल देखिले केते होची 7 3 10 7 3 7 1 8 80 दुईटी संख्या काटी दौचे माने हमर जो टोटल 80 कम हो जाउची 80 कम हो माने 80 आम फेडी देबा केते हो 920 920 रहिला वर्तमान देखिले हम पाखे केतेटा संख्या अछि 50 टा थिला जोड़े काढी देले तले केतेटा रहइबो 48 केते हबो हमर 19.17 ताबरे व्हाट इज द एलसीएम ऑफ 24 40 24 40 रो एलसीएम केते देखंतु बाहर करिवे एमती 2 12 20 2 6 10 दूर काटिले 3 5 केते हबो 120 24 50 120 40 30 120 तापर रोहन इज 3 इयर्स ओल्डर देन सिस्टर रिया रोहन होची रिया रो बयस जेतिकी रोहन ताटू 3 वर्ष बड़ रिया रो बयस 8 वर्ष रोहन रो बयस केते हबो 3 वर्ष बड़ जेतु 8 + 3 केते 11 they complete the school project in 20 days how many days will Arjun take to complete the same work 25% more efficient than them एटा मु बहुत सिंपल वे रे कहूची देखंतु सी ताटू 25% एफिशिएंट तो 25% माने केते 1/4 ये जो काम को 4 दिन में करची ये सी काम को 5 दिन में करची से कि नहीं जदि देव 20 दिन करची माने देव 20 दिन करची माने दिन को केते काम करियो कहले 4टा काम करियो
अरे दिन को 5टा काम कर 20टा काम को 4 दिन कर अर्जुन के दिन कर अर्जुन दिन को 4टा काम कर दिन कर 16 दिन कर बहुत सहज हुए A can complete a task in 12 days and A B can complete the same work in 6 days ताले B केते दिन रे करिवो सेहीपरि A होची 12 दिन रे A B मिसी 6 दिन रे 12 होची लसकु 12 के 12 6 दुणे 12 देखंतु A दिन को गोटे काम करची A B मिसी दिन को 2टा काम करछन ताले B केते काम करची गोटे काम करची यदि टोटल वर्क 12 B दिन को गोटे काम करछने के दिन करिवो 12 दिन करिवो तापरे सिंपलीफाई क्वेश्चन 2 × 2 4 3 3 9 नेक्स्ट इफ द प्रिंसिपल अमाउंट इज 8000 तो रेट ऑफ इंटरेस्ट इज 10% 3 वर्ष सिंपल इंटरेस्ट सूत्र पकेबे PTR by 100 पकांतु P होची 8000 एटा होची 3 वर्ष 10% by 100 शून्य को शून्य कटला 8 3 24 10 240 2400 What is the selling price of an item? The cost price is 50 selling profit earned by 20 देखो 50 टका किणुची 20 टका लाभ करछि तले केते टका बिकिबो गुलगुलिया प्रश्न 70 टका बिकिबो तापरे What is the probability of getting 4 while rolling a dice देखो लूडो गोटी रे केतेटा दाना अछि 6टा अछि आमे जदि थरे थरे पकाउचे 4 केते थर आसीबो गोटे ही थर आसीबो तेणु 1/6 ये थिला 25 एप्रिल फर्स्ट शिफ्ट रे जतक भी मैथ क्वेश्चन आस्तिला हम डिस्कशन कले समस्तिकर तो भल मार्क रहिथिबो भाबुची 25 रु 23 प्लस थिबो जदि किछि भी डाउट रहइबो कमेंट करनेबे वीडियो किपरि लागुची सेटा मध्ये कमेंट करिवे भल लागितिले गोटे लाइक करनेबे और आगु को एपरी वीडियो पाई चैनल को सब्सक्राइब करनेबे।